एक समृद्ध भारतवर्ष ପାଇଁ ଏକ ରାଷ୍ଟ୍ର, ଏକ ଧର୍ମ, ଏକ ସଂସ୍କୃତି ମହାମନ୍ତ୍ର ହେଉ ବୋଲି ପୁରୀ ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ଶ୍ରୀ ହରପ୍ରସାଦ ମହାପାତ୍ରଙ୍କ ସଭାପତିତ୍ୱରେ ଅରବିନ୍ଦ ଶତପଥୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ହରିହରାନନ୍ଦ ଗୁରୁକୁଳମ୍ ବାଲିଘାଇ ପୁରୀ କହିଥିଲେ ଯେ ହଜାର ହଜାର ବର୍ଷ ତଳେ ହିନ୍ଦୁ ଧର୍ମର ସୃଷ୍ଟି, ଏହାର ପରମ୍ପରା ଓ ସଂସ୍କୃତି କାଳ କାଳ ଭାରତବର୍ଷକୁ ଉଦ୍ବୁଦ୍ଧ କରିଛି। ଆମେ ହିନ୍ଦୁ, ଭାରତ ଆମର ମାତା। ଏହି ଆହ୍ୱାନ ହିଁ ବିଶ୍ୱର ଭାରତବର୍ଷକୁ ଚର୍ଚ୍ଚିତ ଓ ବିକଶିତ କରିଛି। ବିଦେଶ ସଂସ୍କୃତି ଓ ଆମ ସଂସ୍କୃତି ସହ ତୁଳନା କଲେ ସେ କହିଥିଲେ ଯେ ବିଦେଶରେ ସମସ୍ତଙ୍କର କେବଳ ଜଣେ ହିଁ ମା ଥିବା ବେଳେ ଆମର ଗ୍ରନ୍ଥ ହେଉଛି ମାତା, ବୃକ୍ଷ ହେଉଛନ୍ତି ମାତା, ନଦୀ ହେଉଛନ୍ତି ମାତା, ପୃଥିବୀ ଆମର ମାତା, ଗୋବଂଶ ଆମର ମାତା ଏବଂ ସର୍ବଶେଷରେ ଭାରତ ଦେଶ ଆମର ମାତା। ବିଭିନ୍ନ ଧର୍ମର ସୁରକ୍ଷା ସହ ହିନ୍ଦୁ ଧର୍ମର ସମୃଦ୍ଧି ଓ ବିକାଶ ହେଲେ ଆମ ଦେଶ ବିଶ୍ୱ ଗୁରୁ ହେବ। ଏହି ହିନ୍ଦୁ ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଶଙ୍କରାନନ୍ଦ ମଠର ସ୍ୱାମୀ ଶାଶ୍ୱତାନନ୍ଦ ସରସ୍ୱତୀ କହିଥିଲେ, ଆମ ଜନ୍ମଭୂମି ଆମର ପ୍ରକୃତ ମାତା ହୋଇ ଆମକୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମକୁ ଅନ୍ନ, ବସ୍ତ୍ର, ପାଣି, ପବନ ଦେଇ ଆମର ଲାଳନ ପାଳନ କରୁଛି। ଆମର ଜଗନ୍ନାଥ ସଂସ୍କୃତି ଏକ ମହାନ ସଂସ୍କୃତି। ଆମ ଜଗନ୍ନାଥ ମା ହୋଇ କୃଷ୍ଣ ବଳରାମଙ୍କୁ ଜନ୍ମ ଦେଉଛନ୍ତି। ଆମ ଜଗନ୍ନାଥ ହିଁ ଆମ ଭାରତ ମାତା ଓ ବିଶ୍ୱମାତା ଏବଂ ବିଶ୍ୱ ପିତା। ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ କହିଲେ, ପଞ୍ଚତତ୍ତ୍ୱ ମାଟି, ଜଳ, ଅଗ୍ନି, ପବନ ଆମର ପୟାର ବରଣ। ଏହି ପଞ୍ଚତତ୍ତ୍ୱ ଆଜି ଦୂଷିତ, ତେଣୁ ପୟାର ବରଣ ଆଜି ଦୂଷିତ। ଏହାକୁ ଶୁଦ୍ଧ ରଖିଲେ ଆମେ ସୁସ୍ଥ ରହିପାରିବା। ମୁକ୍ତିମଣ୍ଡପ ପଣ୍ଡିତ ସଭାର ପଣ୍ଡିତ ଶ୍ରୀ ବିଚିତ୍ରାନନ୍ଦ ମିଶ୍ର କହିଲେ, ଆମେ ନିଜକୁ ହିନ୍ଦୁ ବୋଲି ଗର୍ବରେ ଏଇଥିପାଇଁ କହିଥାଉ କାରଣ ଆମ ହିନ୍ଦୁ ସଂସ୍କୃତି ବିଶ୍ୱର ସର୍ବପ୍ରାଚୀନ ସର୍ବୋତ୍ତମ ମହାନ ସଂସ୍କୃତି ଅଟେ। ଭାରତର ସାମଗ୍ରିକ ବିକାଶରେ ଆଦର୍ଶ ଯୌଥ ପରିବାରର ମହତ୍ୱ, ପରିବେଶ ସୁରକ୍ଷା, ସ୍ୱ ସଂସ୍କୃତି, ସ୍ୱ ଭାଷା, ସ୍ୱଦେଶୀ ବସ୍ତୁର ବ୍ୟବହାର, ଜାତିଭେଦ ବିହୀନ ସମାଜ ନିର୍ମାଣ ଏବଂ ନାଗରିକ କର୍ତ୍ତବ୍ୟ ପାଳନ ହିନ୍ଦୁ ସମାଜରେ ଏହି ପଞ୍ଚ ପରିବର୍ତ୍ତନ ହିଁ ହିନ୍ଦୁତ୍ୱକୁ ଶକ୍ତିଶାଳୀ କରିବା ସହ ଭାରତବର୍ଷକୁ ମହନୀୟ କରିବ। ପ୍ରଫେସର ରବିଶଙ୍କର ମିଶ୍ର କହିଲେ, ପ୍ରତିଦିନ ଆମେ ଏକ ନିର୍ଦ୍ଦିଷ୍ଟ ସମୟରେ ନିୟମିତ ଭଗବାନଙ୍କୁ ପ୍ରାର୍ଥନା କଲେ ଭଗବାନ ତାହା ଶୁଣନ୍ତି ଓ ଆମ ମନୋକାମନା ପୂରଣ କରନ୍ତି। ଏହି ହିନ୍ଦୁ ସମ୍ମିଳନୀରେ ଅଧ୍ୟାପକ ପ୍ୟାରୀମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 1000ରୁ ଉର୍ଦ୍ଧ୍ୱ ସ୍ଥାନୀୟ ଅଧିବାସୀ, ମହିଳା ଓ ଯୁବଗୋଷ୍ଠୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀ ଅରବିନ୍ଦ ଶତପଥୀ, ସୁକାନ୍ତ ଦଳାଇ, ଅଂଶୁମାନ ରାୟ, ଦେବେନ୍ଦ୍ର ଅଗ୍ରୱାଲ, ମାନସ ଲେଙ୍କା, ପ୍ରଦ୍ୟୁମ୍ନ ମଲ୍ଲିକ ଓ ଶ୍ରୀରାମ ମନ୍ଦିର ପରିଚାଳନା ସମିତିର କାର୍ଯ୍ୟକର୍ତ୍ତାମାନେ।